ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 19। ପରିଣାମ ପ୍ରତି ଦୃଷ୍ଟି ଦିଅ। ଅନ୍ତିମ ପରିଣାମ ଏତିକି କଷ୍ଟକର ହେବ ବୋଲି ଧରିନେଇ ଶ୍ରୀ ୱିଲ୍ସ ତାହାକୁ ବଦଳାଇବା ପାଇଁ ଚେଷ୍ଟା କରିଥାନ୍ତି। ସେହି ବିଷମ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଅଧିକ ହେଲେ କ'ଣ କରାଯାଇପାରେ, ଏ ପ୍ରଶ୍ନକୁ ନେଇ ବିଚାର କର। ଏହା ଚିନ୍ତା କରି ସେ ପରିସ୍ଥିତିକୁ ବଦଳାଇ ଦିଆଯାଇପାରେ। ପରିସ୍ଥିତିକୁ ଦମନ କରିବାରେ, ଅବସ୍ଥାକୁ ବଦଳାଇବାରେ ତାଙ୍କର ସବୁକିଛି ନିୟୋଜିତ ହେଉଥିଲା। ଚିନ୍ତା କରିବା ପରିବର୍ତ୍ତେ ମାନସିକ ଏବଂ ଶାରୀରିକ ପ୍ରଯତ୍ନ ମାଧ୍ୟମରେ ଅବସ୍ଥାକୁ ସୁଧାରିବା ପାଇଁ ସେ ବିଶେଷ ଦୃଷ୍ଟି ଦେଉଥିଲେ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।